ଆଜିର ସମୟରେ ଆଧାର କାର୍ଡ ତ ସମସ୍ତଙ୍କ ପାଖରେ ଅଛି। ଆଉ ଆଧାର କାର୍ଡ ବି ଆଜିର ସମୟରେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ ତ ଆପଣମାନେ ଜାଣିଥିବେ। ଆଉ ଏହା ବି ମଧ୍ୟ ଜାଣିଥିବେ ସରକାରଙ୍କ ନିୟମ ରହିଛି ଆଧାର କାର୍ଡ 10 ବର୍ଷ ପୁରୁଣା ହେଲେ ତାହାକୁ ଅପଡେଟ କରିବା ନିହାତି ଜରୁରୀ। ଏବେ ଏହାକୁ ନେଇ ଏବେ ଏକ ନୂଆ ସୂଚନା ଆସିଗଲା। ସେହି ସୂଚନାଟି କଣ ରହିଛି, ଆଧାର କାର୍ଡକୁ ଅପଡେଟ କରିବା ପାଇଁ ଲାଷ୍ଟ ଡେଟ୍ କେବେ ରହିଛି, ସବୁ କିଛି ମୁଁ ଏ ଭିଡିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇବି। ତେବେ ଭିଡିଓକୁ ବିନା ସ୍କିପ୍ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଚ୍ୟାନେଲକୁ ନୂଆ ଆସିଥିଲେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ନିଅନ୍ତୁ, ଯାହା ଫଳରେ କି ମୁଁ ଆଗକୁ ଯେଉଁ ଭିଡିଓ ଅପଲୋଡ କରିବି ତାହା ଆପଣମାନେ ଦେଖିପାରିବେ। ଯେମିତିକି ସରକାର ଗାଇଡଲାଇନ ହିସାବରେ ଯେଉଁମାନଙ୍କର ଆଧାର କାର୍ଡ 10 ବର୍ଷ ପୁରୁଣା ହୋଇଗଲାଣି, ତେବେ ସେ କ୍ଷେତ୍ରରେ ସେମାନଙ୍କୁ ଆଧାର କାର୍ଡ ଅପଡେଟ କରିବା ପାଇଁ କମ୍ପଲସରି। ଆଧାର କାର୍ଡକୁ ଅପଡେଟ କରିବା ପାଇଁ କିଛି ବି ଚାର୍ଜେସ୍ ଲାଗିବ ନାହିଁ। ଏହା ଫ୍ରି ମଧ୍ୟ ରହିଛି, ଯାହା ଆପଣ ନିଜ ମୋବାଇଲରେ ମଧ୍ୟ ଅପଡେଟ କରିପାରିବେ। ପୂର୍ବରୁ ଆଧାର କାର୍ଡ ଅପଡେଟ କରିବା ପାଇଁ ଡେଟ୍ ଧାର୍ଯ୍ୟ ହୋଇଥାଏ, କିନ୍ତୁ ତା ମଧ୍ୟରେ ଡେଟ୍ ବଢି ବଢି ଚାଲିଥାଏ। କିନ୍ତୁ ଏବେ ଫାଇନାଲି ଏଇ ଜୁନ 14 ତାରିଖରେ ରହିଛି ଆଧାର କାର୍ଡ ଅପଡେଟ କରିବା ଲାଷ୍ଟ ଡେଟ୍। ଯଦି ଏଇ ଜୁନ 14 ତାରିଖ ଭିତରେ ଅପଡେଟ କରୁଛନ୍ତି ତେବେ ଫ୍ରିରେ ଅପଡେଟ କରିପାରିବେ, ନଚେତ୍ ଚାର୍ଜେସ୍ ଦବାକୁ ପଡିପାରେ। ଆଉ ତା ଛଡା ଆଗକୁ ପୁଣି ଅପଡେଟ କରିବାର ଡେଟ୍ ମଧ୍ୟ ଚେଞ୍ଜ ହୋଇପାରେ, ତାର କିଛି ଫିକ୍ସ ନାହିଁ। କାହିଁକି ନା ଆଗରୁ ଏମିତି ଅନେକ ଥର ଡେଟ୍ ଚେଞ୍ଜ ହୋଇଛି। ତେଣୁକରି ଆପଣ ଏଇ ଜୁନ 14 ତାରିଖ ଭିତରେ ଫ୍ରିରେ ଅପଡେଟ କରିନିଅନ୍ତୁ। ଆଉ ଏହା ବି ଅପଡେଟ କରିବା ଜରୁରୀ, କାରଣ ଅପଡେଟ ନ କଲେ କୋଉଠି ବି ଆଧାର କାର୍ଡ ୟୁଜ କରିପାରିବେ ନାହିଁ। ଏହା ଆପଣ ତ ଜାଣିଲେ, ସାଙ୍ଗସାଥୀ ମାନଙ୍କୁ ସେୟାର କରି ମଧ୍ୟ ଜଣାଇ ଦିଅନ୍ତୁ। ଏହା ଥିଲା ଆଧାର କାର୍ଡକୁ ନେଇ କିଛି ଅପଡେଟ। ଯଦି ଭିଡିଓରୁ କିଛି ଶିଖିବାକୁ ମିଳୁଥାଏ ତେବେ ଭିଡିଓକୁ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଜମାରୁ ଭୁଲିବେ ନାହିଁ।